ଦେଖନ୍ତୁ କି ପ୍ରାକୃତିକ ସୌନ୍ଦର୍ଯ୍ୟ, ବହୁତ ସୁନ୍ଦର ଲାଗୁଛି। ପୁରା ବହୁତ ଗ୍ରୀନରୀ, ଦେଖନ୍ତୁ ବୋଟ ପୁରା ଚାଲିଛି। ବହୁତ ସୁନ୍ଦର ପରିବେଶ, ସାଇଲେଣ୍ଟ ପୁରା ଲାଗୁଛି। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ, ନମସ୍କାର। ବିନ ହୋମ ଚ୍ୟାନେଲରୁ ଆପଣଙ୍କୁ ସ୍ୱାଗତ କରୁଛି। ଏଇଟା ଗୋଟେ ମୋର ସୁନ୍ଦର ଗୋଟେ ଭିଡ଼ିଓଟେ ଦେଖନ୍ତୁ। ବ୍ଲଗଟା, ଏଇ ବ୍ଲଗଟା ହେଉଛି ଆମେ ଆସିଯାଇଛୁ କାଳୁପଡ଼ା ଘାଟ, ଯାହାକୁ ପେଣ୍ଠ କୁହାଯାଏ। ଏଇ ପେଣ୍ଠ ଏଇଟା ହେଉଛି ଚିଲିକାର ପୁରା ଏପଟେ ଲାଗିଛି। ଚିଲିକାର ଏଇଠି ସବୁ ମାଛ ଧରାଳି ମାନେ, ଆମ ଭାଇମାନେ ସବୁ ଯାଆନ୍ତି। ଏଇଟା ଦେଖନ୍ତୁ, ଏଇଟା ପେଣ୍ଠ ପୁରା। ଏଇଠି ସବୁ ଚିଙ୍ଗୁଡ଼ି, କଙ୍କଡ଼ା, ମାଛ ସବୁ ଏଇ ପେଣ୍ଠରେ ହିଁ ପୁରା ଲାଗେ। ଦେଖନ୍ତୁ ପୁରା ବହୁତ ସୁନ୍ଦର ପରିବେଶ, ପୁରା ଦେଖନ୍ତୁ ପୁରା ମଝି ରୋରେ ପୁରା ଯାଇଛି, ପୁରା ଭଲ ଭାବରେ ପୁରା ଦେଖନ୍ତୁ। ବହୁତ ସୁନ୍ଦର ପରିବେଶ, ପୁରା ପିସଫୁଲ ନେଚର। ଦେଖନ୍ତୁ ସବୁ ଏପଟେ ଡଙ୍ଗା ଫଙ୍ଗା ଏପଟେ ସାଇଡରେ ସବୁ ଥୁଆ ହେଇଛି। ଦେଖନ୍ତୁ ଆମେ ଏପଟେ ଚାଲି ଚାଲି ଯାଉଛୁ ପୁରା ଦେଖିବାକୁ। ମାନେ ଏଠି ମନ ହଉଥିଲା ମାନେ ନ ଯିବାକୁ ପୁରା। ଦେଖନ୍ତୁ ବହୁତ ସୁନ୍ଦର ପରିବେଶ ପୁରା। ଦେଖନ୍ତୁ ଏଠି ବୋଟର ସବୁ ଡଙ୍ଗା ନେଇକି ଯିବେ, ରାତିରେ ସେଠି ରୁହନ୍ତି। ସେଠି ସବୁ ଡେକ୍ଚି ଫେକ୍ଚି ନେଇକି ଯାଆନ୍ତି ଭାଇମାନେ ସବୁ। କହୁଥିଲେ ଆମେ ସେଠି ରହିବୁ ରାତିରେ, ପୁରା ରହିକି ରୋଷେଇବାସ କରନ୍ତି। ରାତି ସାରା ସବୁ ଜାଲ ଫାଲ ନେଇକି ଧରିକି ଆସନ୍ତି। ମାଛ ପଡ଼େ, କଙ୍କଡ଼ା ପଡ଼େ, ଚିଙ୍ଗୁଡ଼ି ପଡ଼େ, ସବୁ ଆସିକି ଏ ପେଣ୍ଠ, ଏଇଟା ହେଉଛି କାଳୁପଡ଼ା ଘାଟର ପେଣ୍ଠ। ଏଇଠି ଆମର ମାଛ ସବୁ ଆସିକି ଆପଣମାନେ ଚାହିଁଲେ ବି ନେଇପାରିବେ କାଳୁପଡ଼ା ଘାଟରୁ ଆସିକି। ମୁଁ ଏଠି ଗୋଟେ କ୍ୟାମେରାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ପୁରା କରିଦେଲି। ମନ ହଉଥିଲା ସେଠି ରହିଯିବାକୁ, ଇଚ୍ଛା ହୁଏନି ଯିବାକୁ। ଦେଖନ୍ତୁ ଏ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଛାଡ଼ିକି କେବେ ବି ଇଚ୍ଛା ହୁଏନି, ସାଇଲେଣ୍ଟ ପୁରା। ଦେଖନ୍ତୁ ବହୁତ ସୁନ୍ଦର ଲାଗୁଛି ଆମର ଚିଲିକାର ପେଣ୍ଠ, ଏଇଟା ଆମର କାଳୁପଡ଼ା ଘାଟ। ଆପଣମାନେ ଚାହିଁଲେ ଆସିବେ, ଏଠୁ ମାଛ କଙ୍କଡ଼ା ସବୁ ନେବେ ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ଏଠି ଆସିକି। ଦେଖନ୍ତୁ ମୁଁ ଏଇଠୁ ଗୋଟେ କ୍ୟାପଚର କରିଦେଲି, ଆମର ଗୋଟେ ଛୋଟ ପକ୍ଷୀ ଗୋଟେ ଉଡୁଥିଲା। ବାଦଲ ଦେଖନ୍ତୁ, ପୁରା ସୁନ୍ଦର ପରିବେଶ ଏଠି ପୁରା। ଦେଖନ୍ତୁ ବୋଟରେ ଭାଇମାନେ ସବୁ ଯାଇଥିଲେ। ଦେଖନ୍ତୁ ମାଛ ଧରିକି ପୁରା ଆସିଲେଣି। ସିଆଡ଼େ ପୁରା ଚିଲିକା ଦେଖାଉଛି, ସବୁ ରୋଡ ଟାଇପର ଗୋଟେ ସବୁ ଘାସ ଜଙ୍ଗଲ ହେଇଛି। ମଝିରେ ଦେଖନ୍ତୁ ବୋଟ ଧରିକି ଆସିଲେଣି ସେମାନେ ମାଛ ଧରିକି।
ଚାଲନ୍ତୁ ସେପଟୁ ଯିବା, ଭାଇମାନେ ଏନେ ସବୁ ଯିବେ ମାଛ ମାରିବାକୁ, ତାଙ୍କୁ ପଚାରିବା। पूरा काम चलता है। रात में सो खाना अभी अभी थोड़ा खाना खाएगा, रात में खाना नहीं खाएगा। अभी चलता है काम रात सार में थोड़ा थोड़ा मछली मिलता है, 2000 3000 ऐसा मिलता है। ଏଇନେ ଗଲେ ପୁରା ରାତି ପୁରା ବୁଲିବେ ପୁରା। ଏଇନା ବୁଲି 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 କଣ କରିବୁ, ଯୁଆଡେ ମାଛ ଦେଖିବୁ ଅଟକୁ, ନହେଲେ ଶୋଇବୁ ଯାଇ ଖଟେଇକି ଆଉ। କୋଉଠି ଶୋଇବେ? ଚିଲିକାର ଚିଲିକାରେ। ଏମିତି ବାନ୍ଧିକି ଶୋଇବେ? ମଝିରେ ଥିବ ନା? ଆଉ ବର୍ଷା ହେଲେ? ବର୍ଷା ହେଲେ ଜରି ଆମର ଅଛି, ଜରି ଗୋଳି ଯାଉଛି, ଏଇ ଜରି ଆଉ। ଘୋଡ଼େଇ ହେଉଛନ୍ତି। ଓ ଆଚ୍ଛା ଆଚ୍ଛା। କୋଉ ମାଛ ପଡୁଛି? ବଡ଼ କଳା ଖଇଙ୍ଗା, ଚିଙ୍ଗୁଡ଼ି, ଚିଙ୍ଗୁଡ଼ି ନା? ଯୋଉ ଭିତରେ ଯାଉଛନ୍ତି କୁମ୍ଭୀର ନାହିଁ? କଙ୍କଡ଼ା, ଇଲିଶି ନା କିମ୍ଭୀର ଆମ ଏଇ ନଦୀରେ ନାହିଁ। ଏଇ ନଦୀ ନାହିଁ ନା? ଓ ଆଚ୍ଛା। ଏଇଟା ମା କାଳିଜାଇ ନଦୀ ତ। ଓ ମାଙ୍କର, ହଁ नदी किम्भीर गला मैंने मरी। ओ अच्छा, माँ का ये है ना, इसलिए कोई नहीं। आइस नहीं जाउछंती। इलिश मछली भी होची। कालुपड़ारे हम कुणिया हार हम आसु। एटा इलिश भाई माछ होची। ओ चिंगुड़ी इलिश माछ तो बंगाल रे होची ना। आमे मु गलाणी एई वर्ष 3-4 थर गलाणी। काली जाई पाखे जाकि रहिबे ना बाटरे? बाटरे रहिबे ना? एइठे ना? हाँ ते रहिबे। ओ अच्छा अच्छा, सेठी सब टाणी। ओ अच्छा। बाय बाय। और देखिए तुम वीडियो को लाइ। हाँ मैसेज, हाँ हाँ ताले। हमें भी लेके जाओगे? भाई मैंने चलने माछ मारिया को देखिले। आज कालुपड़ा घाट केमती लगे ब्लॉग रे कमेंट करेंगे, लाइक करेंगे, आउ कमेंट कर जनइबे। कहली जय जगन्नाथ।